ପିଲା ଡିମାଣ୍ଡ ପତ୍ର ଆଣି ବାହା କରିଦିଆରେ କେମିତି ବାହା କରିବି ରୋଜଗାର କରିକି ଦେଲେ ମୁଁ ସବୁ ଭୋଜି ଭାତ କରିବି। ଜଗା କହୁଥିଲା ଆଗେ ବାହାର କରିଦିଅ ଆମେ ତମେ ରୋଜଗାର କରିବୁ। ହେଇପାରିବନି ଏକାବେଳେ ଦି ଜଣ ତାକୁ ବାହା କରିବି ଦିଟା ବୋହୂ ଆଣିବି। ଯାହା ହଉ ହଉ ଏବେ ସେ ଜଗାଟା କୁଆଡେ ଗଲା? ଜଗା ଇଏ କୁଆଡେ ଯାଇଛି? ମାଧିଆ ଆସିଥିଲା କି? ନାଇଁ ମାଧି ଆସିନି। ମାଧିଆ ଆସିନି ନା ହଇଲା ମାଧିଆ ମାଧିଆ ପୋଖରୀ ପାଖରେ ଜଗିଥିଲି। ପୋଖରୀ ପାଖରେ ଜଗିଥିଲି। ଭାଇନା ସାଙ୍ଗରେ କାଚ ଖାଇବାକୁ ଯାଇଥିଲୁ। ନାଇଁ କାଚ ଖାଇ ତୋ ପାଖରେ ତୁ ଆସୁ ନାଇଁ ମୁଁ ମାଛ ରଖିଥିଲି। କାହିଁ ସେ ପଇସା ଦେଖି 500 ଟଙ୍କା ସରିଯାଇଛି। ଭାଇ ସାଙ୍ଗରେ ପଡ଼ିକି କାଚ ଖାଇବାକୁ ଯାଇଛି। କଣ କହିବି କଣ ପାଇଁ ଡାକିଲ କହିଲ? ତ ବୁନିୟାଦି କିଆ କହୁରେ। ହଉ କୁହ କାହିଁ ଡାକିଲ? ଭାଇ କୁଆଡେ ଗଲା? ଭାଇ ସିଆଡେ କୁଆଡେ ବୁଲୁଥିବ ମୁଁ ଭାଇ ଧରିକି ବୁଲୁଛି। ଭାଇ କି ଡାକେ। ଆଉ ଗୋଟେ ଛୋଟିଆ ପିଲା ହେଇଛି ନା। କାହିଁକି ଡାକିଲ କହୁନ? ଆରେ କେତେ ଦିନ ଘରେ ବସିକି ଖାଇବ କହିଲ? ଆଉ କେତେ ଦିନ ଘରେ ବସିକି ଖାଇବ? ତମେ ବାହା କରୁନ? ଆରେ ବାହା କରିବି ରୋଜଗାର କିଛି ନକଲେ ମୁଁ ବସିବି ହେଇପାରିବନି। ନାହିଁ ସେ କଥା ହେଇପାରିବନି। ଆଗେ ବାହା କରିଦିଅ। ଆଗେ ବାହା କର ତାପରେ ଯାଇକି ନାହିଁ ମୁଁ ଯାହା କହୁଛି ଶୁଣ। ଆଗ କାମ କରିବାକୁ ଯାଇକି ଗୋଟେ ମାସର